ଜାଣିଛ ପୁଅମାନେ ଝିଅମାନଙ୍କ ପାଇଁ ବକରେ ରହିଲା ଭଳିଆ ରହୁଛନ୍ତି। ଗୋଟେ ଝିଅ ଦେଖିଲେ ନାହିଁ କି ତା ପାଇଁ ବାହା ହେଇଯିବେ, ଆଗ ପଛ କିଛି ଭାବିବେ ନାହିଁ। ଦୁନିଆର ସବୁ ଡିସିସନ ଭାବି ଚିନ୍ତିକି ନେବେ, ଆଗ ପଛ କ'ଣ କରିବି କେମିତି କରିବି ସବୁ ଭାବିବେ, କିନ୍ତୁ ପ୍ରେମରେ କିଛି ବି ଭାବିବେ ନାହିଁ। ତ ସମସ୍ତେ ପୁଅମାନେ ପ୍ରେମରେ ହିଁ ବଦନାମ ହୁଅନ୍ତି, ଆଉ ପ୍ରେମ ପାଇଁ ହାରିକି ନିଜର ଲାଇଫକୁ ବର୍ବାଦ କରନ୍ତି। କାରଣ ପ୍ରେମ ପାଇଁ ସେମାନେ କିଛି ବି ଭାବିବେ ନାହିଁ। ଜାଣୁଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ଭୁଲ କରୁଛି ବା ଖରାପ, ସେ ଆଉ କାହା ସହିତ କଥା ହେଉଛନ୍ତି, ଫିର ବି ତାକୁ ଚାନ୍ସ ଦେବେ। କାରଣ ସେମାନେ ତାକୁ ବହୁତ ବିଶ୍ୱାସ କରନ୍ତି। କହୁଛି ନା, ପୁଅମାନେ ସବୁ କାମରେ ଚାଲାକିରେ କରିବେ, ସବୁ କାମକୁ ଆଗ ପଛ ଭାବିକି, କିନ୍ତୁ ପ୍ରେମ ପାଇଁ କିଛି ବି ଭାବିବେ ନାହିଁ। ପ୍ରେମ ପାଇଁ କିଛି ବି ଭାବିବେ ନାହିଁ, ପୁରା ଡେଇଁ ପଡ଼ିବେ ଆଉ ସେଇ ଗାତରେ ପଡ଼ିଯିବେ, ଯେ ଯେଉଁ ଗାତରେ କି ସେମାନଙ୍କୁ ବାହାରିବାଟା ବହୁତ କଷ୍ଟ। ସେଇ ଗାତରୁ ବାହାରୁ ସେମାନଙ୍କ ଲାଇଫ ପୁରା ବର୍ବାଦ ହେଇଯାଉଛି। ନା କ'ଣ କହୁଛ? ଦେଖିବ ଝିଅମାନେ, ବହୁତ ଝିଅମାନେ ଅଛନ୍ତି ଯେଉଁମାନେ କି ବହୁତ କମ୍, ଯେଉଁମାନେ କି ପୁଅମାନଙ୍କୁ ମେସେଜ କରିବେ କିମ୍ବା ପୁଅମାନଙ୍କ ଭିଡ଼ିଓ ଫଟୋରେ ଲାଇକ୍ କମେଣ୍ଟ କରିବେ। ବଟ୍ ପୁଅମାନଙ୍କୁ ଦେଖିବ ଯେ ଝିଅମାନଙ୍କ ପାଇଁ ପୁରା ବକରେ ଥିଲା ଭଳିଆ ଗୋଟେ ଭଲ ସୁନ୍ଦର ଗୋଟେ ଝିଅ ଫଟୋ ଟିକେ ଭିଡ଼ିଓ ଟିକେ ପୋଷ୍ଟ କରିଦେଲେ ତାକୁ ଲାଇକ୍ କମେଣ୍ଟ କରିକି ତାର ଆଇଡି, ମାନେ ତାର ପ୍ରୋଫାଇଲ ଫଟୋ ଆଇଡି ଫାଇଡି ସବୁ ଚେକ୍ କରିକି ତାକୁ SMS କରିବାକୁ ଲାଗି ପଡ଼ିବେ। ଏଇଟା ମୁଁ କେମିତି କହୁଛି ଜାଣିବ ନା, ମୁଁ ବି ଗୋଟେ ଫେକ୍ ଆଇଡି କରିଛି, ଗୋଟେ ଝିଅ ନାଁରେ ଗୋଟେ ମୁଁ ବି ଫେକ୍ ଆଇଡି ଖୋଲିଛି। ଯେ ମୋତେ ଯେଉଁ ପ୍ରକାର ପୁଅମାନେ କମେଣ୍ଟ କରୁଛନ୍ତି, SMS କରୁଛନ୍ତି, ଭାଇ ଏତେ ଭଲ ଭଲ ପୁଅମାନେ ବି SMS କରୁଛନ୍ତି। ତ ମୁଁ ଭାବିଲି ଯେ ସତରେ ପୁଅମାନେ ବକରେ ଅଛନ୍ତି ଝିଅମାନଙ୍କ ପାଇଁ। ବଟ୍ ଏଇଟା ହିଁ ସତ କଥା। ବଟ୍ ଆପଣମାନଙ୍କ ମତାମତ କମେଣ୍ଟ କରିବ, ବଟ୍ ଖରାପ ଭାବିବ ନାହିଁ। ମାନୁଛି ବହୁତ ପୁଅମାନେ ଅଛନ୍ତି ଯେଉଁମାନେ କି ଝିଅମାନଙ୍କର ଚେହେରାକୁ ଆଖି ଉଠେଇକି ବି ଦେଖିବେ ନାହିଁ।